ନମସ୍କାର, ଜୟ ଜଗନ୍ନାଥ। ଆସନ୍ତୁ ଜାଣିବା ଆଜିର କେତେକ ଅନୁଚିନ୍ତା ଯାହା ଆଗକୁ ଆମର ଭବିଷ୍ୟତରେ କ'ଣ ସଂକେତ। ଆପଣଙ୍କ ଘର ସାମ୍ନାରେ ଯଦି କଳା ପିମ୍ପୁଡ଼ି ମାନଙ୍କର ଧାଡ଼ି ଦେଖନ୍ତି, ତାହେଲେ ଜାଣନ୍ତୁ ଆଗକୁ ଆପଣଙ୍କର ବହୁତ ଶୁଭ ସମୟ ଆସୁଛି। ତାହା ସହିତ ଯଦି ପିମ୍ପୁଡ଼ି ମାନଙ୍କ ମୁହଁରେ କିଛି ଖାଦ୍ୟ ନେଇକି ଯାଉଛନ୍ତି, ତାହେଲେ ଆପଣଙ୍କର ଅଚାନକ ଧନ ପ୍ରାପ୍ତି ହବାର ସଂକେତ ହୋଇଥାଏ। 2 ନମ୍ବର ଟିପ୍ସ, ଯଦି ଆପଣଙ୍କ ଘରେ କୌଣସି ବିଲେଇ ତାର ପିଲାକୁ ଜନ୍ମ ଦେଇଥାଏ, ତାହେଲେ ଆପଣଙ୍କ ଘରକୁ ଶୁଭର ଦିନ ଆସୁଛି ବୋଲି ଜାଣନ୍ତୁ। କିଛି ନିଶ୍ଚିନ୍ତ ଶୁଭ ଫଳ ମିଳିବ। ଯଦି ଆପଣ ଭଗବାନଙ୍କ ଆଗରେ ଦୀପଟିଏ ଜଳାଉଛନ୍ତି, ତାର ଶିଖା ଯଦି ସିଧା ଉପରକୁ ଜଳୁଥାଏ, ତାହେଲେ ଜାଣନ୍ତୁ ଭଗବାନ ଆପଣଙ୍କ ପୂଜାରେ ସନ୍ତୁଷ୍ଟ ହୋଇଛନ୍ତି ଏବଂ ଭଗବାନ ଆପଣଙ୍କ ପ୍ରତି କୃପା ଦୃଷ୍ଟି ରଖିବା ସହିତ ଘରକୁ ଆପଣଙ୍କ ଉନ୍ନତି ହୋଇଥାଏ। ଏହି ଭିଡ଼ିଓଟି ଦୟାକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଶେଷରେ ଆହୁରି ଭଲ ଭଲ ଟିପ୍ସ ସବୁ ଅଛି, ବହୁତ କିଛି ଜାଣିବାର ଟିପ୍ସ ସବୁ ଅଛି। 4 ନମ୍ବର, ଯଦି ଆପଣ କୌଣସି ଧଳା ପାରା ଦେଖୁଛନ୍ତି, ଏହା ବହୁତ ଶୁଭ ମନାଯାଇଥାଏ। ଆଗକୁ ଭଲ ସଂକେତ ହବାର ମଧ୍ୟ ଭଲ ଧନ ପ୍ରାପ୍ତି ହବାର ସଂକେତ। ତା ସହିତ ଧଳା ପାରା ଯଦି ଆପଣଙ୍କ ଘରେ ଆସି ବସେ, ତାହେଲେ ସବୁ ରିଷ୍ଟ ଦୂର ହୋଇଥାଏ। ଦେଖିବେ ଏହା ବହୁତ ଭଲ ସଂକେତ ହୋଇଥାଏ। 5 ନମ୍ବର, ଭଲ ସମୟ ଆସିବାରେ ଯଦି ଥିବ, ଆପଣଙ୍କ ଘରର ସାମ୍ନାରେ ଆପଣଙ୍କ ଘରର ଯେଉଁ ଦାଣ୍ଡ ଥାଏ, ତାହା ସେଠାରେ ତୁଳସୀ ଗଛର ବୃଦ୍ଧି ହେବା ସହିତ କିଛି ଚାରା ଗଛ ଯଦି ଉଠୁଥାଏ, ଜାଣିବେ ଆଗକୁ ଆପଣଙ୍କ ଘରକୁ ଶୁଭ ଦୃଷ୍ଟି ଭଗବାନଙ୍କ ରହିବା ସହିତ ଧନ ବୃଦ୍ଧିର କାରଣ ମଧ୍ୟ। ଯଦି ଆପଣ ବାହାରକୁ ରାସ୍ତାରେ ଗଲାବେଳେ ସକାଳୁ ସକାଳୁ ଆଖୁ ଦେଖନ୍ତି, ହେଲା ସେ ଦିନଟି ଆପଣଙ୍କର ବହୁତ ସଫଳ ହେବା ସହିତ ଯେଉଁ କାମରେ ଆପଣ ହାତ ଦେବେ ସଫଳତା ପାଇଥାନ୍ତି। ରାସ୍ତାରେ ଗଲାବେଳେ ଯଦି ଆପଣ ରାସ୍ତାରେ ଟଙ୍କା, ଘୋଡ଼ାର ନାଲି, ଚାରିପତ୍ର ଥିବା ଘାସ, ଏପରି କିଛି ବି ଗୋଟିଏ ଜିନିଷ ଯଦି ଆପଣଙ୍କ ନଜରରେ ପଡ଼େ, ତାହେଲେ ଦେଖିବେ ଆଗକୁ ଆପଣଙ୍କର ରୋଜଗାର ହେବା ସହିତ ଭଲ ଶୁଭ ସମୟ ଆପଣଙ୍କୁ ଆସିବାର ହେଉଛି ସଂକେତ। ପ୍ରତିଦିନ ଆପଣ ଏକ ନୋଟରେ ଭଗବାନ ଶ୍ରୀରାମଙ୍କର ନାମ ପ୍ରତିଦିନ ଗୋଟିଏ ପୃଷ୍ଠା ହେଉ 2ଟା ପୃଷ୍ଠା ହେଉ ଲେଖନ୍ତୁ। ଯେଉଁ ଦିନ ସେ ନୋଟଟା ସରିବ, ଦେଖିବେ ଆପଣ ଯେଉଁ ମାନସିକ ରଖି ଏହା ଲେଖୁଥିବେ, ଏହା ସଫଳ ହୋଇଥାଏ। 9 ନମ୍ବର, ଦୟାକରି ଭିଡ଼ିଓଟିରେ ହାଇ ପଏଣ୍ଟଟା ତାକୁ ଦେବେ, ତା ସହିତ ଲାଇକ୍ ସେୟାର ମଧ୍ୟ ଭିଡ଼ିଓଟିକୁ କରିବେ। ଭୁଲରେ ଯଦି ଆପଣ କୌଣସି ପୋଷାକ ପିନ୍ଧୁଛନ୍ତି, ଯଦି ଓଲଟା ପିନ୍ଧି ଦିଅନ୍ତି, ଥରେ ପିନ୍ଧିଦେଲେ ସେକେଣ୍ଡ ଥର ଯଦି ସେଇଭଳିଆ ଅଜାଣତରେ ପିନ୍ଧି ଦିଅନ୍ତି, ତାହେଲେ ଜାଣିବେ ଆପଣଙ୍କର ବହୁତ ଶୁଭ ସମୟ ଆସୁଛି। ଆପଣ ଯଦି କୌଣସି ଜାଗାକୁ ଯାଉଛନ୍ତି, ରାସ୍ତାରେ ବରକନ୍ୟା ଯିବାର ଯଦି ରାସ୍ତାରେ ଦେଖନ୍ତି, ତାହେଲେ ଆପଣଙ୍କର ଦିନଟି ଭଲ ହେବା ସହିତ ଆଗକୁ ଆପଣଙ୍କ ଦିନ ସବୁ ଶୁଭ ଫଳ ନେଇକି ଆସିବ। ଏବଂ ଯଦି ଜଣକୁ ବି ଦେଖନ୍ତି ବର ନହେଲେ କନ୍ୟା, ତାହା ବି ଶୁଭ ହୋଇଥାଏ। 11 ନମ୍ବର, ଯଦି ଆପଣ ରାସ୍ତାରେ ଯାଉଥିଲା ବେଳେ କୌଣସି ଝାଡ଼ୁ ବିକାଳି ଝାଡ଼ୁ ନେଇକି ଯାଉଥାଏ, ଯଦି ଆପଣ ଏହା ଦେଖନ୍ତି, ତାହେଲେ ଆପଣଙ୍କର ପ୍ରତିମା
ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ିଥାଏ। ଆଗକୁ ଆପଣଙ୍କ ଘରେ ସବୁ ପ୍ରକାର ଦୁଃଖ ଦୂର ହୋଇଥାଏ। ରାସ୍ତାରେ ଗଲାବେଳେ ଯଦି କୌଣସି ଲୋକଙ୍କ ହାତରେ ପାଣି ଭରା ଥିବା କୌଣସି ପାତ୍ର ଆପଣ ଦେଖନ୍ତି, ଜାଣିବେ ଯେ ଆପଣଙ୍କ ଘରର କାମ ସବୁ ସଫଳତା ହେବା ସହିତ ସେ ଦିନଟି ଆପଣ ଭଲରେ କଟିଯିବ। ଭିଡ଼ିଓଟି ଦୟାକରି ଲାଇକ୍ ସେୟାର କରିବେ। ଏବେ ଯେଉଁ ହାଇ ପଏଣ୍ଟ ତଳେ ଯେଉଁ ଆସୁଛି, ଦୟାକରି ହାଇ ପଏଣ୍ଟଟାକୁ ଭିଡ଼ିଓରେ ଦେବେ। 3 ଥର ହାଇ ପଏଣ୍ଟ ଥାଏ। ଗୋଟିଏ ୱିକ୍ରେ ଦୟାକରି ହାଇ ପଏଣ୍ଟ ଭିଡ଼ିଓରେ ଦିଅନ୍ତୁ। ଯଦି ଆପଣ ପେଚା ଘରର ବାହାରେ କିଛି ଦିନ ଆସିବାର ଦେଖିବେ, ଜାଣିବେ ମା ଲକ୍ଷ୍ମୀ ଘରକୁ ଆସିଗଲେ ବୋଲି। କାହିଁକି ନା ପେଚା ହିଁ ମା ଲକ୍ଷ୍ମୀଙ୍କର ବାହନ। ଅଚାନକ ଯଦି ପେଚା ଘରେ ପ୍ରବେଶ କରେ, ଜାଣି ନିଅନ୍ତୁ ଯେ ଆପଣଙ୍କର ଦାରିଦ୍ର୍ୟର ଦିନ ଗଲା ବୋଲି। 14 ନମ୍ବର, ସାପ ମାଙ୍କଡ଼କୁ ଯଦି ଆପଣ କୌଣସି ରାସ୍ତାରେ ଯାଉଛନ୍ତି ଦେଖି ନିଅନ୍ତି, ତାହେଲେ ଜାଣନ୍ତୁ ଆପଣଙ୍କର ଯେଉଁ କାମ ପାଇଁ ଆପଣ ଯାଉଛନ୍ତି ତାହା ସଫଳ ହେବା ସହିତ ଆପଣ ଆଗକୁ ରୋଜଗାର ବି ଭଲ ହୋଇଥାଏ। ଚାଲନ୍ତୁ ଜାଣିବା ଆମର ପୁଣ୍ୟ ବହି ଗୀତା, ଭଗବାନ ଶ୍ରୀକୃଷ୍ଣଙ୍କ ମୁଖରୁ ଯେଉଁ ବାଣୀ ସବୁ ଏ ଗୀତା ବହିରେ ଅଛି, ପ୍ରଥମ ଅଧ୍ୟାୟରୁ କିଛି ଜାଣିବା। ଅର୍ଜୁନ ଯେତେବେଳେ ତାଙ୍କ ନିଜ ପରିବାର, ବନ୍ଧୁ ଓ ସମ୍ବନ୍ଧୀୟଙ୍କୁ ଯୁଦ୍ଧରେ ଦେଖି ଦୁଃଖିତ ହୋଇଗଲେ ଏବଂ ସେ ନିଜକୁ ଭାବିଲେ ଯେ ମୁଁ କାହିଁକି ନିଜର ସମ୍ପର୍କୀୟମାନଙ୍କୁ ମାରିବି, ତାଙ୍କ ହୃଦୟ ସେତେବେଳକୁ ଥରି ଉଠିଥିଲା। ସିଏ ତାଙ୍କର ଧନୁଷକୁ ତଳେ ରଖିଦେଇ ଯୁଦ୍ଧରୁ ପ୍ରତ୍ୟାଖ୍ୟାନ କରିବାକୁ କହିଥିଲେ। ସେହି ସମୟରେ ଭଗବାନ ତାଙ୍କୁ କିଛି ଜ୍ଞାନ ଦେଇଥିଲେ ଏବଂ ଏଇ ଜ୍ଞାନ ଦ୍ୱାରା ସେ ବୁଝିଥିଲେ କ'ଣ ସତ୍ୟ କ'ଣ ଅସତ୍ୟ। ତାହେଲେ ଆମେ ପ୍ରତିଦିନ ଗୀତା ପଢ଼ିବା ଦରକାର। ଗୀତାରୁ ଆମେ ବହୁତ କିଛି ଶିଖିବା, ଭଗବାନଙ୍କ ପାଖକୁ ଯିବା, ଭଗବାନଙ୍କର ମୁଖରୁ ଯେଉଁ ବାଣୀ ଆମେ ତାହା ପ୍ରାପ୍ତି କରିପାରିବା। ନମସ୍କାର, ଜୟ ଜଗନ୍ନାଥ। ଯଦି ଏହି ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥିବ, ପ୍ଲିଜ୍ ଏହାକୁ ଲାଇକ୍ ସେୟାର କରିବେ ଏବଂ ଲାଷ୍ଟକୁ ଯେଉଁ ହାଇ ପଏଣ୍ଟ ଆସିଥାଏ ଦୟାକରି ତାକୁ କ୍ଲିକ୍ କରନ୍ତୁ, ଦିଅନ୍ତୁ। ମୁଁ ପୁଣି ଆଉ ଗୋଟିଏ ଭଲ ଭିଡ଼ିଓ ନେଇକି ଆପଣଙ୍କ ପାଖକୁ ଆସିବି। ଆଜି ଆପଣଙ୍କ ଦିନଟି ଭଲରେ ଯାଉ, ଆପଣଙ୍କ ଘରେ ସମସ୍ତେ ସୁଖ ଶାନ୍ତିରେ ରୁହନ୍ତୁ। ଜୟ ଜଗନ୍ନାଥ। ଭଗବାନଙ୍କ ନାଁ ନେଇ କମେଣ୍ଟରେ କିଛି ଲେଖନ୍ତୁ। ନମସ୍କାର, ଜୟ ଜଗନ୍ନାଥ। ଆପଣ ସମସ୍ତେ ଭଲରେ ଆଜିର ଦିନଟି ଆପଣଙ୍କର ସୁରୁଖୁରୁରେ କଟିଯାଉ।